ବୃକ୍ଷ କେବଳ ଧନର ଉତ୍ସ ନୁହେଁ, ଏହା ମୋର ଏବଂ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ଅଟେ। ଏକଦା ଏକ ଗାଁର ରାମ ନାମକ ଜଣେ ଗରିବ କୃଷକ ରହୁଥିଲେ। ରାମଙ୍କର ଏକ ଛୋଟ ଜମି ଥିଲା, ଯେଉଁଠାରେ ସେ ଫସଲ ଚାଷ କରିଥିଲେ। ଫସଲ ପ୍ରାୟତଃ ନଷ୍ଟ ହୋଇଥିବାରୁ ରାମଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ଥିଲା ଏବଂ ସେ ନିଜ ପରିବାର ଚଳାଇବା ପାଇଁ ସଂଘର୍ଷ କରିଥିଲେ। ଜୀବନରେ ଅସୁବିଧା ସତ୍ତ୍ୱେ ମଧ୍ୟ ରାମ ଜଣେ ଦୟାଳୁ ଏବଂ ସଚ୍ଚୋଟ ବ୍ୟକ୍ତି ଥିଲେ। ଗାଁରେ ଅନ୍ୟମାନଙ୍କୁ ସବୁବେଳେ ସାହାଯ୍ୟ କରୁଥିଲେ। ଦିନେ ରାମ ନିଜ କ୍ଷେତରେ କାମ କରୁଥିବା ବେଳେ ସେ ନିଜ ଜମି କଡ଼ରେ ବଢ଼ୁଥିବା ଏକ ଛୋଟ ଗଛ ଦେଖିଥିଲେ। ଏହି ଗଛଟି ସେ ପୂର୍ବରୁ ଦେଖିଥିବା ଅନ୍ୟମାନଙ୍କ ତୁଳନାରେ ଭିନ୍ନ ନଥିଲା। ଏହାର ପତ୍ର ସୁବର୍ଣ୍ଣ ଥିଲା ଏବଂ ଏହାର ସୂକ୍ଷ୍ମ ଫୁଲ ଥିଲା ଯାହା ସୂର୍ଯ୍ୟ କିରଣରେ ଚମକୁଥିଲା। ରାମ ଆଶ୍ଚର୍ଯ୍ୟ ହୋଇ ଗଛର ବିଶେଷ ଯତ୍ନ ନେବାକୁ ସ୍ଥିର କଲେ। ଗଛ ବଢ଼ିବା ସହିତ ଏହା ଫଳ ଦେବାକୁ ଲାଗିଲା। ସୂର୍ଯ୍ୟ ପରି ଉଜ୍ଜଳ ସୁବର୍ଣ୍ଣ ଆମ୍ବ ହେଲା। ରାମ ଆଶ୍ଚର୍ଯ୍ୟ ହୋଇ ଗୋଟିଏ ଆମ୍ବକୁ ସ୍ୱାଦ କରିବାକୁ ସ୍ଥିର କଲେ। ଆଶ୍ଚର୍ଯ୍ୟର କଥା, ଆମ୍ବ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ତାଙ୍କୁ ଶକ୍ତି ଏବଂ ଶକ୍ତିରେ ପରିପୂର୍ଣ୍ଣ କରିଥିଲା। ସୁବର୍ଣ୍ଣ ଆମ୍ବ ବିକ୍ରି କରି ରାମ ଅଧିକ ଟଙ୍କା ପାଇଲା ଏବଂ ଶୀଘ୍ର ରାମଙ୍କ ଭାଗ୍ୟ ବଦଳିବାକୁ ଲାଗିଲା। କିନ୍ତୁ ସେ ତାଙ୍କର ନମ୍ର ସ୍ୱଭାବକୁ ଭୁଲି ନାହାନ୍ତି। ସେ ନିଜ ଗାଁର ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଲେ। ଦିନେ ପଡ଼ୋଶୀ ଗାଁର ଲୋଭୀ ବେପାରୀ ସୁନା ଆମ୍ବ ବିଷୟରେ ଶୁଣି ଅଫର ଦେବାକୁ ରାମ ପାଖକୁ ଆସିଲେ। ବେପାରୀଟି ରାମକୁ କହିଲା, ମୋତେ ତୁମ ଗଛ ବିକ୍ରୟ କର ଏବଂ ମୁଁ ତୁମକୁ ବହୁତ ପରିମାଣର ଟଙ୍କା ଦେବି। ରାମ କିଛି ସମୟ ଭାବିଲେ ଏବଂ ଉତ୍ତର ଦେଲେ, ମୁଁ ଏହି ଗଛକୁ ବିକ୍ରି କରିପାରିବି ନାହିଁ, କାରଣ ଏହି ଆମ୍ବ ଗଛ ମୋର ଏବଂ ସମଗ୍ର ଗାଁ ପାଇଁ ଆଶୀର୍ବାଦ। ବୃକ୍ଷର ଫଳ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧତା ଆଣିଥାଏ। ଶେଷରେ ବ୍ୟବସାୟୀ ଗଛ ଚୋରି କରିବାକୁ ସ୍ଥିର କଲେ। ଗୋଟିଏ ଦିନ ବେପାରୀ ବିଳମ୍ବିତ ରାତିରେ ସେ ଏକ ଦଳ ସହିତ ରାମ କ୍ଷେତକୁ ଆସି ଗଛକୁ ଉପାଡ଼ି ଦେବାକୁ ଚେଷ୍ଟା କଲେ। ସେମାନେ ଗଛକୁ ଛୁଇଁବା ମାତ୍ରେ ପ୍ରବଳ ପବନ ବହିବାକୁ ଲାଗିଲା ଏବଂ ଆକାଶ ଅନ୍ଧକାରମୟ ହୋଇଗଲା। ଗଛଟି ଚମକିବାକୁ ଲାଗିଲା ଏବଂ ଏହାର ଶାଖାଗୁଡ଼ିକ ଜୀବନ୍ତ ଥିବା ପରି ଗତି କଲା। ଲୋକମାନେ ଭୟଭୀତ ହୋଇ ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତଳେ ଥିବା ଭୂମି ପଙ୍କ ହୋଇଗଲା, ଯାହାଦ୍ୱାରା ସେମାନଙ୍କୁ ଜାଲରେ ପକାଇ ଦେଇଥିଲା। ସକାଳେ ଗ୍ରାମବାସୀମାନେ ବଣିକ ଏବଂ ତାଙ୍କ ଲୋକମାନେ ଗଛ ନିକଟରେ ଫସି ରହିଥିବାର ଦେଖିଲେ। ରାମ ଏବଂ ଗ୍ରାମବାସୀମାନେ ଅନୁଭବ କଲେ ଯେ ବୃକ୍ଷଟି ଏକ ସମ୍ପ୍ରଦାୟକୁ ଆଶୀର୍ବାଦ ଦେବା ପାଇଁ ଏକ ଈଶ୍ୱରୀୟ ଉପହାର ଅଟେ। ତାପରେ ରାମ ବେପାରୀ ଏବଂ ତାଙ୍କର ଲୋକମାନଙ୍କୁ ବୁଝାଇଥିଲେ, ସେମାନେ ଯେମିତି ପୁନର୍ବାର ଲୋଭରୁ ଏ କାର୍ଯ୍ୟ ନ କରିବାକୁ ଏବଂ ସର୍ବଦା ଅନ୍ୟମାନଙ୍କ ମଙ୍ଗଳ ବିଷୟରେ କହିଥିଲେ। ପଙ୍କରେ ଫସି ରହିଥିବା ବେପାରୀ ଏବଂ ତାଙ୍କର ଲୋକମାନଙ୍କୁ ରାମ ଉଦ୍ଧାର କରିଥିଲେ। ରାମଙ୍କ ନିଃସ୍ୱାର୍ଥପରତା ଏବଂ ଜ୍ଞାନ ଆଗାମୀ ପିଢ଼ି ଧରି ଚିରସ୍ମରଣୀୟ ହୋଇ ରହିଲା ଏବଂ ସୁବର୍ଣ୍ଣ ଆମ୍ବଗୁଡ଼ିକର କାହାଣୀ ଉଦାରତା ଏବଂ ଲୋଭର ବିପଦ ବିଷୟରେ ସୂଚନା ଦେଇଥାଏ। ଏହି କାହାଣୀରୁ ଶିକ୍ଷା ମିଳିଲା ଯେ ଲୋଭ ଜଣଙ୍କର ଅବନତି ଘଟାଇପାରେ, ଯେତେବେଳେ ଉଦାରତା ଏବଂ ନିଃସ୍ୱାର୍ଥପରତା ସମୃଦ୍ଧତା ଏବଂ ସୁଖ ଆଣି ଦେଇଥାଏ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।